ମୁଁ ମୋହନ ବାଜି କି ବାରମ୍ବାର କହିଲି, ମୋହନ ବାବୁ ତମେ ଭଦ୍ର ଲୋକଟିଏ, ନିରୀହ ଲୋକଟିଏ, ଆଦିବାସୀ କୂଳରେ ଜନ୍ମ, ତମର ଶକ୍ତି ନାହିଁ ଆଇନ ଶୃଙ୍ଖଳା କଣ୍ଟ୍ରୋଲ କରିବା। ତମେ 2 ବର୍ଷ ହେଇଗଲା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନବ, ହାରାହାରି 1300 ମର୍ଡର ହେଇସାରିଲାଣି, 2500 ଊର୍ଦ୍ଧ୍ୱ ଝିଅ ରେପ୍ ହେଇସାରିଲେଣି, ନାରୀ ନିର୍ଯାତନା। ଏବଂ କୋଉଠି ପୁଲିସ ମାଡ଼ ଖାଉଛନ୍ତି ତ କୋଉଠି ପୁଲିସ ବାଡ଼ଉଛନ୍ତି ଥାନା ଭିତରେ, ବାରଙ୍ଗରେ, ବାଲିପାଟଣାରେ, କଳାହାଣ୍ଡିରେ, ସୁନ୍ଦରଗଡ଼ରେ, ଗଞ୍ଜାମରେ ଗୋଟେ ଅବସ୍ଥା ଶୋଚନୀୟ, ଏକଦମ ଆଇନ ଶୃଙ୍ଖଳା। ଏମିତି ଶୋଚନୀୟ ଅବସ୍ଥା ଓଡ଼ିଶାରେ କେବେ ହେଇନଥିଲା। ଓଡ଼ିଶା ପିସ୍ ଷ୍ଟେଟ୍, ଜଗନ୍ନାଥଙ୍କ ରାଜ୍ୟ, ଏଠି ବିଶେଷ ଝାମେଲା ଗଣ୍ଡଗୋଳ କିଛି ନଥାଏ। ଏବେ ଦୈନନ୍ଦିନ ଏ ପୁଲିସ କେହି ମାନୁନାହାନ୍ତି, ଏ ଗଭର୍ଣ୍ଣମେଣ୍ଟକୁ କେହି ମାନୁନାହାନ୍ତି। ଡେଲି ମର୍ଡର, ଡେଲି ରେପ୍, ଡେଲି ଚୋରି, ଡେଲି ନିଶା, ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି। ସେଥିପାଇଁ ମୋହନ ବାବୁ ତମେ ଇରିଗେସନ ରଖ ପାଖରେ, ତମେ ଫାଇନାନ୍ସ ରଖ ପାଖରେ, ତମେ ଯେ ଡିପାର୍ଟମେଣ୍ଟ ରଖ ପାଖରେ, ଆପତ୍ତି ନାହିଁ। ହୋମ ଡିପାର୍ଟମେଣ୍ଟ ଜଣେ ଦକ୍ଷ ମନ୍ତ୍ରୀକି ଦିଅ, ସେ ପୁଲିସ ବିଭାଗଟାକୁ ନହେଲେ ଷ୍ଟେଟ ମିନିଷ୍ଟର କରିଦିଅ। ହୋମ ଜଣେ ଟାଣୁଆ ଲୋକ, ସବୁଠୁ ବେଟର କ୍ୟାବିନେଟ ଦେଇଦେଲେ ସେ ହୋମ ଡିପାର୍ଟମେଣ୍ଟ କଣ୍ଟ୍ରୋଲ କରିବେ, ଭଲ ହବ। ଆଜି ସେଠି ନବୀନ ବାବୁଙ୍କ ସମୟରେ କିଛି ଶିଳ୍ପପତିକି ଚୁଙ୍ଗୁଡ଼ି ପ୍ୟାକିଂ କରିବା ପାଇଁ 50 ଏକର ଜମି ଦେଇଦେଲେ ସେ ଫାର୍ମ। ଆମେ ଆନ୍ଦୋଳନ କଲା ପରେ ବନ୍ଦ କଲେ, ଆଉ 100 ଏକର ଦେଇଥାନ୍ତେ। ଇଏ ସରକାର, ମୋହନ ସରକାର, ସେଥିରୁ 100 ଏକର ଜମି ଶିଳ୍ପପତି ମାନଙ୍କୁ ଦବା ପାଇଁ ପାଚିରି ଆରମ୍ଭ କରିଛି। ଆମେ ଆନ୍ଦୋଳନ ଆରମ୍ଭ କରିଛୁ। ସୁରେଶ ପୂଜାରୀ ମହୋଦୟ ଆଜି କହିଛନ୍ତି ନାଇଁ, ସେ ଫାର୍ମ ଜମି କାହାକୁ ଦିଆଯିବନି। ମୁଁ ତାଙ୍କୁ ଧନ୍ୟବାଦ ଦଉଛି। ଖାଲି କହିଲେ ହବନି, ଅର୍ଡର ବାହାର କରିବା ଦରକାର। ଡେରାସ ହେଇ ରହିବ, ଫାର୍ମ ହେଇ ରହିବ, ଉନ୍ନତ ଧରଣର ଫସଲ ହବ, ପନିପରିବା ହବ, ଫଳମୂଳ ହବ, ଭଲ ହବ। देश विदेश कोण अनुकोणर टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु। लाइक, शेयर और सब्सक्राइब करने को आद्यम भूलंतुनी।